ମାନେ ତୁମମାନଙ୍କୁ ସ୍ୱାଗତ ଓ ଶୁଭେଚ୍ଛା। ଆମ ଗଣିତ ବହିର ଜ୍ୟାମିତିର ମୌଳିକ ଧାରଣା ନାମରେ ବିଷୟଟିଏ ଅଛି। ଆସ ସେହି ବିଷୟଟିକୁ ଭଲ ଭାବେ ବୁଝିବା। ହଁ ପିଲାମାନେ, ଏବେ ଆମେ ଆଲୋଚନା କରି ପୂର୍ବ ଅଧ୍ୟାୟରେ ଆମେ କଣ କଣ ଆଲୋଚନା କରିଥିଲେ। ପୂର୍ବ ଅଧ୍ୟାୟରେ ଆମେ ସରଳ ରେଖା ଏବଂ ବକ୍ରରେଖା କଥା ପ୍ରଥମେ ଆଲୋଚନା କରିଥିଲେ। ସରଳ ରେଖା ଓ ବକ୍ରରେଖା ପରସ୍ପର ବିପରୀତ ଅଟେ। ଅସଂଖ୍ୟ ବିନ୍ଦୁର ସମାହାରରେ ଏକ ସରଳ ରେଖା ବା ରେଖା ଗଠିତ ହୋଇଥାଏ। ଗୋଟିଏ ସିଧାରେ ସେ ବିନ୍ଦୁ ଗୁଡିକ ରହିବା ଦରକାର ଏବଂ ଗୋଟିଏ ସମତଳରେ ରହିବା ଦରକାର। ଏହି କଥା ମଧ୍ୟ ଆମେ ଆଲୋଚନା କରିଥିଲେ। ସରଳ ରେଖାର ଉଭୟ ପାର୍ଶ୍ୱକୁ ତୀର ଚିହ୍ନରେ ଚିହ୍ନିତ କରାଯାଏ, କାରଣ ଏହା ଉଭୟ ପାର୍ଶ୍ୱକୁ ଅସୀମ ଭାବରେ ବିସ୍ତୃତ ଅଟେ। ଠିକ ଅଛି, ଏବଂ ଏହାର ନାମକରଣ ଉଭୟ ପାର୍ଶ୍ୱରେ ମଧ୍ୟ କରାଯାଇଥାଏ। କିନ୍ତୁ ବକ୍ରରେଖା କଥା ଯେତେବେଳେ ଆଲୋଚନା କଲେ ଆମେ କଣ ବୁଝିଲେ? ସରଳ ରେଖାକୁ ଆମେ ରେଖା କହୁ, କିନ୍ତୁ ବକ୍ରରେଖାକୁ ଅର୍ଥାତ୍ ବଙ୍କା ହୋଇଥିବା ରେଖାକୁ, ଯାହା ସରଳ ନୁହେଁ, ତାକୁ ସିଧାସଳଖ କହିପାରିବା ଯାହା ସରଳ ହୋଇନଥିବା ରେଖା, ତାହାକୁ ଆମେ ବକ୍ରରେଖା ବୋଲି କହିବା। ଏଥିରେ ଗୋଟିଏ ସିଧାରେ ବିନ୍ଦୁ ଗୁଡିକ ନଥାଏ, ଯଦିଓ ଗୋଟିଏ ସମତଳରେ ଥାଏ। ଏହି କଥା ଆମେ ଆଲୋଚନା କଲେ। ଆଉ ଏକ କଥା ଆମେ ଆଲୋଚନା କରିଛନ୍ତି, ଯାହା ହେଉଛି ସମତଳରେ ଗୋଟିଏ ବିନ୍ଦୁ ଉପରେ ଅନେକ ଗୁଡ଼ିଏ ସରଳ ରେଖା ଅଙ୍କନ କରାଯାଇ ପାରିବ। ଅର୍ଥାତ୍ ଗୋଟିଏ ବିନ୍ଦୁ ମଧ୍ୟ ଦେଇ ଅସଂଖ୍ୟ ସରଳ ରେଖା ଅଙ୍କନ କରାଯାଇ ପାରିବ। ଏହି କଥା ମଧ୍ୟ ଆମେ ଆଲୋଚନା କଲେ। ପୂର୍ବ ଅଧ୍ୟାୟରେ ଆମେ ମଧ୍ୟ ଏହି କଥା ବୁଝିଲେ ଯେ ଗୋଟିଏ ସମତଳରେ ଦୁଇଟି ବିନ୍ଦୁ ମଧ୍ୟ ଦେଇ କେବଳ ଗୋଟିଏ ମାତ୍ର ରେଖା ସମ୍ଭବ ହୋଇପାରିବ। ଅର୍ଥାତ୍ କେବଳ ଗୋଟିଏ ମାତ୍ର ସରଳ ରେଖା ସମ୍ଭବ ହୋଇପାରିବ। ତା ବ୍ୟତୀତ ଅନ୍ୟ ରେଖା ଗୁଡିକ ସବୁ ବକ୍ରରେଖା ହେବ। ଏହି ଚିତ୍ରରେ ଯେମିତି ଏ ବି ଦିଆଯାଇଛି, ସେ ଏ ବି ଉପରେ କେବଳ ଗୋଟିଏ ସରଳ ରେଖା ସମ୍ଭବ। ଆଉ ଅନ୍ୟ ଗୁଡାକ ଯଦି ଆମେ ଯୋଡ଼ିବା, ତାହେଲେ ଏ ରୁ ବି କୁ ଅସଂଖ୍ୟ ବକ୍ରରେଖା ସମ୍ଭବ ହୋଇପାରିବ। ଏହି କଥା ମଧ୍ୟ ଆଲୋଚନା ମଧ୍ୟ କଲେ। ଦୁଇଟି ସରଳ ରେଖା ପରସ୍ପରକୁ ଛେଦ କରୁଥିବା ବିନ୍ଦୁର ନାମ ସାଧାରଣ ବିନ୍ଦୁ ବୋଲି ଆମେ ମଧ୍ୟ ପୂର୍ବ ଆଲୋଚନାରୁ ବୁଝିଲେ। ଏହି ରେଖା ଦୁଇଟିକୁ ଆମେ ପରସ୍ପର ଛେଦୀ ରେଖା ମଧ୍ୟ କହୁ। ଏହା ଛଡା ଆମେ ଆଲୋଚନା କଲେ ଦୁଇଟି ସରଳ ରେଖାକୁ ଆମେ ଉଭୟ ଦିଗରେ ବଢେଇବାକୁ ଲାଗିବା। ଦେଖିବା ସେମାନେ ପରସ୍ପରକୁ କୌଣସି ଏକ ବିନ୍ଦୁରେ ଛେଦ କରୁନାହାନ୍ତି। ତାହେଲେ ଆମେ ବୁଝିଯିବା ଏ ଦୁଇଟି ଯାକ ସମାନ୍ତର ସରଳ ରେଖା। ଅର୍ଥାତ୍ ଦୁଇଟି ଯାକ ସରଳ ରେଖା ପରସ୍ପରଠାରୁ ସମାନ ଦୂରତାରେ ଅଛନ୍ତି। ଏହା ପରସ୍ପରକୁ କେବେ ବି ଛେଦ କରିବେ ନାହିଁ। ଏହି କଥା ମଧ୍ୟ ଆମେ ଆଲୋଚନା କଲେ। ଏହି ସମସ୍ତ ନୂଆ କଥାର ଆଲୋଚନା ସହିତ ଆମେ କିଛି ପ୍ରଶ୍ନ ଉତ୍ତର ଆଲୋଚନା ମଧ୍ୟ କରିଥିଲେ। ତାହେଲେ ପିଲାମାନେ, ପୂର୍ବ ପାଠର ପୁନରାବୃତ୍ତି ହେଇଗଲା। ଏବେ ଟିକେ ଟିକେ ଆମେ ନୂଆ ପାଠକୁ ଯିବା। ଆସ ତାହେଲେ ପିଲାମାନେ, କଳାପଟାରେ ଶିକ୍ଷକଙ୍କର ଅଙ୍କନକୁ ଦେଖିବା ଆସ। ଏଠାରେ ଶିକ୍ଷକ ଗୋଟିଏ ସରଳ ରେଖା ଅଙ୍କନ କଲେ ଏବଂ ତାର ନାମକରଣ ଦେଲେ ଏ ଓ ବି। ତା ପରବର୍ତ୍ତୀ କାମଟିକୁ ଆମେ ଧ୍ୟାନ ଦେବା ଟିକେ। ଏ ଓ ବି ସରଳ ରେଖା ମଝିରେ ଗୋଟିଏ ବିନ୍ଦୁ ନେଲେ, ତାର ନାମ ଦେଲେ ସି। ଆମେ ଏବେ ଦେଖିବା ସି ବିନ୍ଦୁରୁ ଏ ପଟକୁ ଗୋଟିଏ ଚିତ୍ର ଅଙ୍କନ କଲେ ଏବଂ ସି ବିନ୍ଦୁରୁ ପୁଣି ଡାହାଣ ପଟକୁ ଗୋଟିଏ ଚିତ୍ର ଅଙ୍କନ କଲେ। ତାର ଗୋଟିଏ ପଟରେ ତୀର ଚିହ୍ନ ଅଛି। ଅର୍ଥାତ୍ ଏ ସି ଆଉ ସି ବି ଦୁଇ ଖଣ୍ଡରେ ବିଭକ୍ତ ହେଇଗଲା। କିନ୍ତୁ ଏ ବି ସରଳ ରେଖାର ଦୁଇ ପଟରେ ତୀର ଚିହ୍ନ ଥିଲା, ଏପଟରୁ ଗୋଟିଏ ପଟରେ ତୀର ଚିହ୍ନ ଅଛି। ଅର୍ଥାତ୍ ଏଇ ଯୋଉ ଏ ସି ଅଛି, ସି ବିନ୍ଦୁରୁ ଆରମ୍ଭ ହୋଇ ଏ ଦିଗକୁ ବ୍ୟାପିଛି। ଏପଟେ ସି ବିନ୍ଦୁରୁ ଆରମ୍ଭ ହୋଇ ରେଖାଟି ବି ବିନ୍ଦୁ ଆଡକୁ ବ୍ୟାପିଛି ଏବଂ ଅନେକ ଦୂରକୁ ମଧ୍ୟ ଯିବାର ସମ୍ଭାବନା ଅଛି, ଯେହେତୁ ତୀର ଚିହ୍ନ ଦିଆଯାଇଛି। ଆମେ ଏଇ କଥା ବୁଝିଲେ। ଏଇ ଦୁଇଟି ଏ ସି ଏବଂ ସି ବି, ଏଇ ଦୁଇଟି ରଶ୍ମି ବୋଲି ଆମେ କହିବା। ଏ ଦୁଇଟି ଯାକ ରଶ୍ମି। ଠିକ ଅଛି ପିଲାମାନେ, ରଶ୍ମି ବାବଦରେ ଆଉ ଟିକେ କଥା ଆଗକୁ ଯିବା। ଶିକ୍ଷକ କଳାପଟରେ ଅଙ୍କନ କରୁଥିବା ଆଉ ଏକ ଚିତ୍ରକୁ ଆସ ଦେଖିବା। ଦେଖ, ଏଠାରେ ଏକ ରଶ୍ମି ଅଙ୍କନ କରାଗଲା। ତୁମମାନଙ୍କୁ ମୁଁ କହିଥିଲି ପ୍ରଥମ ଗୋଟିଏ ବିନ୍ଦୁର, ଏଟା କେଉଁ ବିନ୍ଦୁରୁ ଆରମ୍ଭ ହେଇଛି କହିଲ? ଏ ବିନ୍ଦୁରୁ ଆରମ୍ଭ ହୋଇ ସି ବିନ୍ଦୁ ଆଡକୁ ଯାଇଛି। ଆଉ ଗୋଟିଏ ରଶ୍ମି ଏ ବି କେଉଁ ବିନ୍ଦୁରୁ ଆରମ୍ଭ ହେଇଛି? ଏ ବିନ୍ଦୁରୁ ଆରମ୍ଭ ହୋଇ ବି ଆଡକୁ ଯାଇଛି। ବହୁତ ଦୂରକୁ ଯିବ ଆସେ। ତାର ନାମକରଣ ଆମେ କେମିତି କରିବା? ସରଳ ରେଖାର ନାମକରଣ ଏ ବି, ଉଭୟ ପଟକୁ ତୀର ଚିହ୍ନ ଦେଉଥିଲେ। ରେଖା ଖଣ୍ଡର ନାମକରଣ ମଧ୍ୟ ସ୍ୱତନ୍ତ୍ର ଅଛି। ଏଇ ରଶ୍ମିର ନାମକରଣ ଏମିତି ଆମେ ଦିଆଯାଏ, ଯେଉଁ ବିନ୍ଦୁରୁ ଆରମ୍ଭ ହୁଏ ସେହି ପଟ ତୀର ଚିହ୍ନ ରହିବ ନାହିଁ। ଏଟା ଏ ବିନ୍ଦୁରୁ ଆରମ୍ଭ ହୋଇ ବି ଆଡକୁ ଯାଇଛି, ତେଣୁ ଏ ବି ଆଡକୁ ସରଳ ତୀର ଚିହ୍ନ ରହିଛି। ଠିକ ସେମିତି ଚିତ୍ରରେ ଦେଖିଦିଅ, ସି ଏ ରଶ୍ମି ଆଉ ବି ବି ରଶ୍ମି। ଠିକ ଅଛି, ଆଉ ଏକ ଚିତ୍ରକୁ ଦେଖିବା ଆସ। ଏଠାରେ ଏ ବି ରଶ୍ମି, ସି ଏ ରଶ୍ମି ଏବଂ ପି ବି ରଶ୍ମିକୁ ଆମେ ଆଉ ଥରେ ଦେଖିଦେଲେ। ରଶ୍ମିଟିଏର ଆରମ୍ଭ ବିନ୍ଦୁ ଗୋଟିଏ ଦିଗରୁ ଆରମ୍ଭ ହୋଇ ଅସୀମ ଭାବେ ଲମ୍ବିଥାଏ। ଏଇ କଥା ଆମକୁ ବୁଝିବାକୁ ପଡିବ। ଆଉ ଥରେ କହୁଛି କଣ? ରଶ୍ମି କାହାକୁ କହିବା? ଏହା ସରଳ ରେଖା ସହିତ ସମାନ ନୁହେଁ, ଏହା ରେଖାଖଣ୍ଡ ସହିତ ସମାନ ନୁହେଁ। ଏହାର ଗୋଟିଏ ଆରମ୍ଭ ବିନ୍ଦୁ ଥାଏ ଏବଂ ଅନ୍ୟ ଏକ ପଟରେ ଏହା ଅସୀମ ଭାବେ ବ୍ୟାପିଥାଏ। ସେଇଥିପାଇଁ ଏପଟରେ ତୀର ଚିହ୍ନ ଦିଆଯାଏ। ପିଲାମାନେ, ମୁଁ ଭାବୁଛି ଏହି ପାଠଟିକୁ ତୁମେ ବୁଝିପାରିଲ। ରଶ୍ମି କାହାକୁ କହନ୍ତି ଏବଂ ରଶ୍ମିର ଚିତ୍ର କିପରି, ତାର ନାମକରଣ କିପରି କରାଯାଇଥାଏ। ଠିକ ଅଛି ପିଲାମାନେ, ଆଗକୁ ଯିବା ତାହେଲେ।
କଳାପଟାରେ ଶିକ୍ଷକ ଅଙ୍କନ କରିଥିବା ଏହି ଚିତ୍ରକୁ ଦେଖିବା। ଏଠାରେ ଏ ବି ରଶ୍ମିର ଚିତ୍ର ଅଛି, ସି ଏ ରଶ୍ମିର ଚିତ୍ର ଅଛି ଆଉ ପି ବି ରଶ୍ମିର ଚିତ୍ର ଅଛି। ଶିକ୍ଷକ ଏ ବିନ୍ଦୁରୁ ବାମକୁ ବଢେଇ ଦେଲେ, ସି ବିନ୍ଦୁରୁ ବାମକୁ ବଢେଇ ଦେଲେ ଏବଂ ପି ବିନ୍ଦୁରୁ ବାମକୁ ବଢେଇ ଦେଲେ। କଣ ହେଇଗଲା? ପି ବି ସରଳ ରେଖା, ସି ଏ ସରଳ ରେଖା, ଏ ବି ସରଳ ରେଖା। କଣ ବୁଝିଲେ? ଦୁଇଟି ବିପରୀତ ରଶ୍ମି ଏକତ୍ର ଗୋଟିଏ ସରଳ ରେଖା ଗଠନ କରନ୍ତି। ଏଥିରେ ଆଉ ଅବୁଝା କିଛି ରହିଲାନି। ବାସ୍ତବରେ ସତ କଥା, ଦୁଇଟି ବିପରୀତ ରଶ୍ମି ଗୋଟିଏ ସରଳ ରେଖା ଗଠନ କରନ୍ତି। ଚିତ୍ରଟିକୁ ଆଉ ଥରେ ଦେଖିଦେବା। ଏଠାରେ ଏ ବି ରଶ୍ମି, ସି ଏ ରଶ୍ମି ଏବଂ ପି ବି ରଶ୍ମି। ଯଦି ପି ବିନ୍ଦୁର ବିପରୀତକୁ ଆମେ ବଢେଇଦେବା, ଏଠାରେ ଏ ବିନ୍ଦୁର ବିପରୀତକୁ ବଢେଇ ଦିଆଗଲା, କଣ ହେଇଗଲା? ସରଳ ରେଖା ହେଇଗଲା। ସି ବିନ୍ଦୁରୁ ବଢେଇ ଦିଆଗଲା, କଣ ହେଇଗଲା? ସରଳ ରେଖା ହେଇଗଲା। ପି ବିନ୍ଦୁରୁ ବଢେଇ ଦିଆଗଲା, କଣ ହେଇଗଲା? ସରଳ ରେଖା ହେଇଗଲା। ଥିଲା କଣ? ରଶ୍ମି। କଣ ବୁଝିଲେ? ଦୁଇଟି ରଶ୍ମି ପରସ୍ପର ସହିତ ଯୋଡି ହେଇଗଲେ ସରଳ ରେଖାରେ ପରିଣତ ହେଇଯାଆନ୍ତି। ଏ କଥା ଆମେ ବୁଝିଲେ। ଆଉ ଏକ ନୂଆ କଥାକୁ ଯିବା ପିଲାମାନେ। କଳାପଟାକୁ ଦେଖିବା ଶିକ୍ଷକ କଣ ଚିତ୍ର ଅଙ୍କନ କରୁଛନ୍ତି। ଏଠାରେ କଣ ଅଙ୍କନ କରିଛନ୍ତି? ଏ ଆଉ ବି। କୌଣସି ତୀର ଚିହ୍ନ ଦିଆଯାଏ ନାହିଁ। ଦେଖ, କୌଣସି ପଟେ ତୀର ଚିହ୍ନ ଦିଆଯାଏ ନାହିଁ। ଏଗୁଡିକ କଣ? ଏ ଗୋଟିଏ ପ୍ରାନ୍ତ ବିନ୍ଦୁ, ବି ଗୋଟିଏ ପ୍ରାନ୍ତ ବିନ୍ଦୁ। ଏହା ହେଉଛି ରେଖାଖଣ୍ଡ। ବୁଝିହେଲା? ପ୍ରାନ୍ତ ବିନ୍ଦୁ ମଧ୍ୟରେ ଦୂରତା ଅଛି ରେଖାଖଣ୍ଡର। ଆମେ ଦେଖିବା ସେ ଦୂରତା ଗୁଡିକ ସ୍କେଲ ମାପିବା, ଦେଖିବା। ତୀର ଚିହ୍ନ କୋଉଥିରେ ନାହିଁ। ରେଖାଖଣ୍ଡ ଏହା। ଏ ବି ରେଖାଖଣ୍ଡର ଦୈର୍ଘ୍ୟ ହେଲା କେତେ? 15 ସେଣ୍ଟିମିଟର। ଠିକ ଅଛି। ଆମେ ସେଇ ଏ ବି ରେଖାଖଣ୍ଡ ମଝିରେ ଆଉ ଏକ ବିନ୍ଦୁ ନବା। କଣ ନେଲେ? ଏ ସି ରେଖାଖଣ୍ଡ କରିଦେଲେ ଆଉ ମଝିରେ ବି ବିନ୍ଦୁ ନେଲେ। ତେଣୁ ଏ ବି ସି ଏହା ଏକ ରେଖାଖଣ୍ଡ। ତେଣୁ ଏହାର ଏ ବି 9 ସେଣ୍ଟିମିଟର, ବି ସି 11 ସେଣ୍ଟିମିଟର। ଦୁଇଟାକୁ ମିଶାଇଦେବା, 11 9 20 ସେଣ୍ଟିମିଟର ହେଇଗଲା। ଅର୍ଥାତ୍ ଦୁଇଟି ପ୍ରାନ୍ତ ବିନ୍ଦୁ ମଧ୍ୟରେ ଦୂରତା ଅଛି ବୋଲି ଆମେ ସ୍ପଷ୍ଟ ହେଲେ। ରେଖାଖଣ୍ଡର ଦୁଇଟି ପ୍ରାନ୍ତ ବିନ୍ଦୁ ମଧ୍ୟରେ ଦୂରତା ଅଛି। ପିଲେ, ବର୍ତ୍ତମାନ ଆମେ ଏଇ ଚିତ୍ରକୁ ଦେଖିବା। ଠିକ ଅଛି। ଏଇ ଚିତ୍ରକୁ ଦେଖ। ଗୋଟିଏ ନୀଳ ରଙ୍ଗର ଚିତ୍ର ଅଛି, ଗୋଟିଏ ନାଲି ରଙ୍ଗର ଚିତ୍ର ଅଛି। এই ଚିତ୍ର ଦୁଇଟିକୁ ଦେଖିଲେ ଆମକୁ ଲାଗୁଛି ପ୍ରଥମଟି ହେଉଛି ଆବଦ୍ଧ କ୍ଷେତ୍ର, ଅନ୍ୟଟି ହେଉଛି ଅନାବଦ୍ଧ ଚିତ୍ରଟିଏ। ଆବଦ୍ଧ ନୁହେଁ ସେଟା, ସେଟାକୁ କ୍ଷେତ୍ର ଆଉ କହିପାରିବା ନାହିଁ, ଯେହେତୁ ସେ ଆବଦ୍ଧ ନୁହେଁ, କ୍ଷେତ୍ର ନୁହେଁ ସେଟା। ଏବେ ଯେତେ ସବୁ ଚିତ୍ର, ଯେତେ ସବୁ ରଙ୍ଗୀନ ଚିତ୍ର ତମେ ଦେଖୁଛ, ଏ ସବୁ ଗୋଟିଏ ଗୋଟିଏ କ୍ଷେତ୍ର। କାହିଁକି ନା ଏ ଆବଦ୍ଧ ହେଇଛନ୍ତି, ତେଣୁ ଏକୁ କ୍ଷେତ୍ର କୁହାଯିବ। ଏଗୁଡିକ ସବୁ ଆବଦ୍ଧ କ୍ଷେତ୍ର। ପୁଣି ଏକ ଚିତ୍ର ଦେଖିବା। ଏ ଚିତ୍ରରେ କଣ ସବୁ ଅଛି ଆମେ ତାକୁ ଦେଖିବା, ଜାଣିନେବା। ଦେଖ, ଏଇ କୌଣସି ସ୍ଥାନରେ ଫାଙ୍କା ନଥିଲା ସେ ଚିତ୍ର ଗୁଡିକର, ତେଣୁ ଏଗୁଡିକ ଆମେ ଆବଦ୍ଧ କ୍ଷେତ୍ର କହିବା। ବର୍ତ୍ତମାନ ଆଉ ଅନ୍ୟ ଏକ ଚିତ୍ର ଦେଖିବା। ଏଇ ଚିତ୍ରଟିକୁ ଦେଖ। ଇଏ କଣ ଆବଦ୍ଧ ହେଇଛି ନା ଫାଙ୍କା ଅଛି? ଏଗୁଡିକ ଆବଦ୍ଧ ନୁହଁ, ଯୋଡି ନାହିଁ, ଫାଙ୍କା ଫାଙ୍କା ଅଛି। କ୍ଷେତ୍ର କହିବାନି ଏଗୁଡିକ ଆଦୌ। ଅନାବଦ୍ଧ ଚିତ୍ର, ଆବଦ୍ଧ ନୁହଁ ଏଗୁଡିକ। ବୁଝିହେଲା? ଆବଦ୍ଧ କ୍ଷେତ୍ର କାହାକୁ କହିବା ଆଉ କେଉଁଗୁଡ଼ିକ ଆବଦ୍ଧ ନୁହଁ। ଆଉ ଏକ କଥାକୁ ଯିବା। ଏଗୁଡିକ ଚାରିପଟରୁ ବା ଉଭୟ ପଟରୁ, ସବୁତକ ପଟରୁ ବନ୍ଦ ହେଇଛି କି ଚିତ୍ର ଗୁଡିକ? ନାହିଁ। ଫାଙ୍କା ସ୍ଥାନ ଟିକେ 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 ଫାଙ୍କା ସ୍ଥାନ ରହୁଛି କି ନାହିଁ? ବାସ୍। ଅତଏବ ଏଗୁଡିକ କଣ? ଏଗୁଡିକ ଅନାବଦ୍ଧ ଚିତ୍ର, ଆବଦ୍ଧ ନୁହେଁ। ହେଲା? ଏଥର ବୁଝିଲେ? ଠିକ ଅଛି ପିଲାମାନେ, ଆଉ ଏକ ଚିତ୍ରକୁ ଯିବା। এই ଚିତ୍ରରେ ଶିକ୍ଷକ କଣ ଅଙ୍କନ କରୁଛନ୍ତି ଆମେ ତାକୁ ଦେଖିବା ଏବଂ ବୁଝିବା। ଦେଖ, ଏଇ ଯୋଉ ଆବଦ୍ଧ କ୍ଷେତ୍ରଟି ଅଙ୍କନ କଲେ, କ୍ଷେତ୍ର ମଝିରେ ଗୋଟେ ବିନ୍ଦୁ ନେଲେ, ତାର ନାମ ଦେଲେ ପି। ଏଟା ଗୋଟେ ବିନ୍ଦୁ କୋଉଠି ଅଛି? କ୍ଷେତ୍ର ଭିତରେ ଅଛି। ତେଣୁ ଏହା ହେଉଛି ଅନ୍ତସ୍ଥ ବିନ୍ଦୁ। କ୍ଷେତ୍ର ଭିତରେ ବିନ୍ଦୁଟି ଥିବାରୁ ଏହାର ନାମ ହେଉଛି ଅନ୍ତସ୍ଥ ବିନ୍ଦୁ। ବୁଝିପାଇଲ? କ୍ଷେତ୍ର ଭିତରେ ଯେକୌଣସି ସ୍ଥାନରେ ରହୁ, ଏହାକୁ ଆମେ ଅନ୍ତସ୍ଥ ବିନ୍ଦୁ କହିବା। ଅନ୍ତଃ ମାନେ ଭିତରେ, ଯେହେତୁ କ୍ଷେତ୍ର ଭିତରେ ଏହା ଅବସ୍ଥିତ, ତେଣୁ ଏହା ହେଉଛି ଅନ୍ତସ୍ଥ ବିନ୍ଦୁ। ଆଉ ଏକ ବିନ୍ଦୁ ଅଙ୍କନ କରିବା, ତାର ସ୍ଥାନ ମଧ୍ୟ ନିର୍ଣ୍ଣୟ କରିବା ଏବଂ ତାକୁ କଣ ବିନ୍ଦୁ କୁହାଯାଏ ଦେଖିବା। ଦେଖ, ଏଇ ଯୋଉ ଏ ବି ସି ଡି କ୍ଷେତ୍ରଟି ଅଙ୍କନ କରାଯାଇଅଛି, ଏଇଟା ଗୋଟେ ଆବଦ୍ଧ କ୍ଷେତ୍ର। ମୁଁ ଆଲୋଚନା ତମ ସହିତ କରିଥିଲି, ଏଇଟା ଗୋଟେ ଆବଦ୍ଧ କ୍ଷେତ୍ର। ଏ ବି ସି ଡି କ୍ଷେତ୍ରରେ ପି ନାମକ ବିନ୍ଦୁ ବି ଡି ବାହୁ ପଟରେ ନିଆଗଲା। ଦେଖିଲ ଭଲ ଭାବେ? ଏହା ଏକ ବିନ୍ଦୁ ବି ଡି ବାହୁ ପଟରେ ରହିଛି, କିନ୍ତୁ କ୍ଷେତ୍ର ଭିତରେ ନା କ୍ଷେତ୍ର ବାହାରେ? କ୍ଷେତ୍ର ବାହାରେ ରହିଛି। ତାହେଲେ ଏଇ ବିନ୍ଦୁଟିକୁ ଆମେ ବହିସ୍ଥ ବିନ୍ଦୁ କହିବା। କାହାର ବହିସ୍ଥ ବିନ୍ଦୁ? ଏ ବି ସି ଡି କ୍ଷେତ୍ରର ବହିସ୍ଥ ବିନ୍ଦୁ। ବା ତୁମେ କହିପାରିବ ଏ ବି ସି ଡି ଚତୁର୍ଭୁଜର ଏହା ହେଉଛି ବହିସ୍ଥ ବିନ୍ଦୁ। ଠିକ ଅଛି, କଥା ହେଇଗଲା ଆମର ଏହା ଏକ ବହିସ୍ଥ ବିନ୍ଦୁ। ଅର୍ଥାତ୍ କ୍ଷେତ୍ରରୁ ବାହାରେ ଥିବାରୁ ଏହାକୁ ଆମେ ବହିସ୍ଥ ବିନ୍ଦୁ ବୋଲି କହିବା।
ଠିକ ଅଛି, ଏ କଥା ମଧ୍ୟ ବୁଝିଲେ। ପୁନଶ୍ଚ ଆମେ ଏକ ଚିତ୍ରକୁ ଯିବା ପିଲାମାନେ, ଦେଖିବା ସେଠାରେ କଣ ଅଛି ଏବଂ ବିନ୍ଦୁଟି କେଉଁ ସ୍ଥାନରେ ଅଛି ଏବଂ ତାକୁ କଣ କୁହାଯିବ। ବିନ୍ଦୁଟି ଭିତରେ ରହିବ ନାହିଁ, ବିନ୍ଦୁଟି ବାହାରେ ରହିବ ନାହିଁ, ତାହେଲେ କୋଉଠି ରହିବ? ତମେ ଅନୁମାନ କର, କୋଉଠି ରହିବ? କଣ କହୁଛ? ହଁ, କ୍ଷେତ୍ର ଉପରେ, ଅର୍ଥାତ୍ କ୍ଷେତ୍ରର ବାଡ଼ କହିବା ତାକୁ। ହଁ, କ୍ଷେତ୍ର ଯେଉଁ ଆବଦ୍ଧ ଚିତ୍ରକୁ, ଯେଉଁ ଚିତ୍ରର ଆବଦ୍ଧ ହେଇଛି ସେଇ ରେଖା ଉପରେ, ଅର୍ଥାତ୍ ଏଇ ଯୋଉ ଚତୁର୍ଭୁଜଟି ଅଛି ଏ ବି ସି ଡି ବା କ୍ଷେତ୍ରଟି ଅଛି ଏ ବି ସି ଡି, ଏ କ୍ଷେତ୍ରର ଗୋଟିଏ ବାହୁ ଉପରେ ବିନ୍ଦୁଟି ଅଛି, ତାକୁ କଣ କହିବା? ଉପରିସ୍ଥ ବିନ୍ଦୁ। କ୍ଷେତ୍ର ଉପରିସ୍ଥ ବିନ୍ଦୁ। ଏଥର ବୁଝି ହେଲା କଥାଟି। ଗୋଟିଏ ଉପରିସ୍ଥ ବିନ୍ଦୁ, ଗୋଟିଏ ଅନ୍ତସ୍ତଃ ବିନ୍ଦୁ, ଆଉ ଗୋଟେ ହଉଛି ବହିସ୍ଥ ବିନ୍ଦୁ। এই କଥାକୁ ତମେ ବୁଝିପାରିଲ। ଆମେ କଣ କଣ ଆଲୋଚନା କଲେ? ଆମେ ରଶ୍ମି ଆଲୋଚନା କଲେ, ଠିକ ଅଛି, ରଶ୍ମି କଥା ଆମେ ବୁଝିଲେ। ଆଉ ରେଖାଖଣ୍ଡ କଥା ଆମେ ବୁଝିଲେ। ରେଖାଖଣ୍ଡ ମଧ୍ୟରେ ଦୂରତା ଅଛି, ତାକୁ ଆମେ ଦେଖିଲେ, ମାପିକି ଦେଖିଲେ। ଏବଂ ଆମେ ଗୋଟିଏ କ୍ଷେତ୍ରର ଉପରିସ୍ଥ ବିନ୍ଦୁ, ଅନ୍ତସ୍ଥ ବିନ୍ଦୁ, ବହିସ୍ଥ ବିନ୍ଦୁ କଥା ଆଲୋଚନା କଲେ। ଏଥିସହିତ ଆବଦ୍ଧ କ୍ଷେତ୍ର ଏବଂ ଅନାବଦ୍ଧ କ୍ଷେତ୍ର ମଧ୍ୟ ଆଲୋଚନା କଲେ। এই ଭିଡିଓରେ ତୁମ ପାଇଁ ତଥ୍ୟ ଏତିକି ରହିବ ଏବଂ ଅନ୍ୟ ଏକ ଭିଡିଓକୁ ଆମେ ଆଲୋଚନା କରିବାକୁ ଅନେକ କଥା ରଖିବା, ଯେଉଁଥିରେ ଏହି କୋଣ ସମ୍ବନ୍ଧୀୟ, ବାହୁ ସମ୍ବନ୍ଧୀୟ, ରଶ୍ମି ସମ୍ବନ୍ଧୀୟ ଏବଂ ବିନ୍ଦୁ ସମ୍ବନ୍ଧୀୟ ଅନେକ କଥା ତୁମମାନଙ୍କ ପାଇଁ ରହିଛି। ଏତଦ୍ ବ୍ୟତୀତ ଆମେ ବିଭିନ୍ନ ପ୍ରଶ୍ନ ମଧ୍ୟ ଆଲୋଚନା କରିବା। ତାହେଲେ ସେ ପର୍ଯ୍ୟନ୍ତ ଆମେ ନିଶ୍ଚିତ ଭାବରେ ଅପେକ୍ଷା କରିବା। ତୁମମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତୁମମାନଙ୍କୁ ସ୍ନେହ, ଶ୍ରଦ୍ଧା ଏବଂ ଶୁଭେଚ୍ଛା।